नमस्कार दर्शक बंधु, चलतु जानिबा स्त्रीर सबु इच्छा पूरा करिथांती केउ चारोटी नामर पुरुष। साधारण भावरे सबु महिला चाहिथांती कि तांको तांको स्वामी बहुत भल पांतु ओ ससुर घरे समस्ते तांको गुरुत्व दियंतु, तांको समस्ते भल पांतु। किंतु एहा समस्तଙ୍କ भाग्ୟରେ नथाए। आजिकाली जुगरे सबु स्वामी स्त्रीଙ୍କ ମଧ୍ୟରେ ମନାନ୍ତର ହେବା ଏକ ସାଧାରଣ କଥା ଅଟେ। ଅନ୍ୟପଟେ ଲୋକମାନେ ପ୍ରେମ ବିବାହ କରି ମଧ୍ୟ ନିଜକୁ ବୁଝି ପାରନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଚାରୋଟି ନାମବାଲା ବ୍ୟକ୍ତିଙ୍କ ବିଷୟରେ କହିବୁ, ଯେଉଁମାନେ ନିଜ ସ୍ତ୍ରୀଙ୍କର ସବୁ କଥାକୁ ଗୁରୁତ୍ୱ ଦେଇଥାନ୍ତି ଓ ତାଙ୍କର ଯତ୍ନ ବି କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ବିଷୟରେ। ପି ନାମବାଲା ବ୍ୟକ୍ତି। ଏହି ବ୍ୟକ୍ତି ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି। ଏମାନେ ନିଜ ସ୍ତ୍ରୀର ସବୁ ଛୋଟ ଛୋଟ କଥାକୁ ଜାଣିଥାନ୍ତି। ଏମାନେ ସବୁବେଳେ ପ୍ରୟାସ କରନ୍ତି କି ସ୍ତ୍ରୀକୁ କୌଣସି ପ୍ରକାରର ଦୁଃଖ ନ ହେଉ କିମ୍ବା ସବୁବେଳେ ସେମାନେ ଖୁସିରେ ରହିଥାନ୍ତୁ। ଆର ନାମବାଲା ବ୍ୟକ୍ତି। ଏହି ନାମବାଲା ପୁରୁଷ ନିଜ ସ୍ତ୍ରୀକୁ ସବୁବେଳେ ବହୁତ ଭଲ ପାଇଥାନ୍ତି। ଏମାନେ ନିଜ ସ୍ତ୍ରୀକୁ କାମ କରିବାକୁ ଦେଇନଥାନ୍ତି। ଏମାନେ ସବୁବେଳେ ନିଜ ସ୍ତ୍ରୀର ଚତୁଃପାର୍ଶ୍ୱରେ ରହିବାକୁ ଭଲ ପାଆନ୍ତି। କାହିଁକି ନା ଏହି ପୁରୁଷମାନେ ସ୍ତ୍ରୀଙ୍କ ସାଥ ପାଇବା ପାଇଁ ପସନ୍ଦ କରନ୍ତି। ଏହା ସହିତ ଏହି ପୁରୁଷମାନେ ନିଜ ସ୍ତ୍ରୀକୁ ନିଜଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନାହିଁ। କେ ନାମବାଲା ବ୍ୟକ୍ତି। ଏହି ନାମବାଲା ପୁରୁଷ ବହୁତ କ୍ରୋଧୀ ସ୍ୱଭାବର ବ୍ୟକ୍ତି ଅଟନ୍ତି। ଏମାନେ ଅନ୍ୟମାନଙ୍କ ସହ କିପରି ବ୍ୟବହାର କରନ୍ତୁ ନା କାହିଁକି, କିନ୍ତୁ ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି। ଏହି ପୁରୁଷ ନିଜ ସ୍ତ୍ରୀର ସବୁ କଥା ମାନି ଚଳନ୍ତି ଓ ତାଙ୍କୁ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରନ୍ତି। ଏମାନେ ଯେତେ ରାଗିଥିଲେ ବି ନିଜ ସ୍ତ୍ରୀକୁ ଦେଖିଲା ମାତ୍ରେ ଶାନ୍ତ ପଡ଼ିଯାଆନ୍ତି। ଏ ନାମବାଲା ବ୍ୟକ୍ତି। ଏହି ନାମବାଲା ପୁରୁଷ ନିଜ ସ୍ତ୍ରୀକୁ ସବୁଠୁ ଅଧିକ ଭଲ ପାଆନ୍ତି ଓ ସ୍ତ୍ରୀର ସବୁ କଥା ମାନିଥାନ୍ତି। ଏଥିପାଇଁ କିଛି ଲୋକ ଏମାନଙ୍କୁ ସ୍ତ୍ରୀର ଚାମଚା ବୋଲି ବି କୁହନ୍ତି। କିନ୍ତୁ କାହାର କଥାକୁ ଖାତିର ନ କରି ସ୍ତ୍ରୀର ସବୁ କଥାକୁ ଏମାନେ ମାନିଥାନ୍ତି। ଯେଉଁ ମହିଳା ଏହି ନାମବାଲା ପୁରୁଷଙ୍କୁ ବିବାହ କରିଥାନ୍ତି, ସେମାନେ ସବୁବେଳେ ଖୁସିରେ ରହିଥାନ୍ତି।